ମୋ ପୁଅ ମୋ ପୁଅ ଆସିବ ସାମ୍ନାରେ କେଭଳି ଭାବରେ ଆପଣ ଦେଖି ପାରୁଥିବେ ଅଭିଯୋଗ ଆସିଛି ଏବଂ ଅଭିଯୋଗ ଆସିବା ପରେ ସେ ପୋଲିସ ହ୍ୟାଲୋ 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 ଇଏ ଲୋକଟା କିଏ ପୁଣି ହାඹୁଡ଼େଇଛି? ହଁ ଆଜ୍ଞା, ଇଏ ହେଉଛି ସୌମ୍ୟର ହତ୍ୟାକାରୀ, ଯାହାକି ଶ୍ୱଶୁର ଘରେ ଗୋଟେ ନାଳ ନର୍ଦ୍ଦମାରେ ନୁଚିଥିଲା। ତାକୁ ପୋଲିସ ବର୍ତ୍ତମାନ ଧରିଲା। ଓହୋ, ଯେତେବେଳେ ସୌମ୍ୟକୁ ପିଟି ଯେତେବେଳେ ମଜା ନେଉଥିଲ, ଯାଅ ଏବେ ଥାନାକୁ ମଜା ନେବ। ହଁ ଆଜ୍ଞା, ସୌମ୍ୟ ବାଲିଅନ୍ତା କେସ୍ରେ ଆଉ ଜଣେ ହତ୍ୟାକାରୀ ଧରା ପଡ଼ିଯାଇଛି। ବର୍ତ୍ତମାନ ସେ ପୋଲିସ ଧରିବାର ସଫଳ ହୋଇଛନ୍ତି। ଶ୍ୱଶୁର ଘରୁ ଗୋଟେ ନାଳ ନର୍ଦ୍ଦମାରୁ ଏହି ଲୋକଟିକୁ ଧରିବାକୁ ସଫଳ ପାଇଛନ୍ତି ପୋଲିସ। ଶ୍ୱଶୁର ଘର ଲୋକଙ୍କୁ ମୁଁ କହିବି, ଏମିତି ଏ ହତ୍ୟାକାରୀକୁ ତୁମେ ରଖିଥିଲ, ପ୍ରଶ୍ରୟ ଦେଇଥିଲ। ଗୋଟେ ଖୁନି, ସେ ଗୋଟେ ଆସାମୀ, ଯାହାକି ବାଲିଅନ୍ତା କେସ୍ରେ ସୌମ୍ୟକୁ ମାରି ମାରି ହତ୍ୟା କରିଛି, ଆଉ ମା କୋଳରୁ ଗୋଟେ ସନ୍ତାନଟିକୁ ଛଡ଼େଇ ନେଇଛି। ସେଇଭଳିଆ ଲୋକକୁ ତୁମେ କେମିତି ପ୍ରଶ୍ରୟ ଦେଉଛ? ଦେଖି ଦିଅନ୍ତୁ ସୌମ୍ୟର ମା କେମିତି ଗଡ଼ି ଗଡ଼ି ପାଗଳ ହେଇଗଲାଣି। ଆହୁରି ପାଗଳ କରୁଛନ୍ତି କିଏ? ମିଡିଆ ବାଲା କିଛି ଅଛନ୍ତି, ଯୋଉ ସୌମ୍ୟ ପ୍ରତି ଅନ୍ୟାୟ ହେଇଛି, କିଏ କହୁଛି ଭଲ ହେଇଛି, ପିଟି ହତ୍ୟା କରିଦିଆଯାଇଛି। ଏଇମାନଙ୍କ ମଧ୍ୟରେ ମିଡିଆ ବାଲା କିଛି ଅଛନ୍ତି, ଯାହାକି କିଛି ଉସ୍କେଇକି ତା ମାର ମଥା ଖରାପ କରିସାରିଲେଣି। ଦେଖି ଦିଅନ୍ତୁ, ମୁଁ ପ୍ରଶାସନ ମାନଙ୍କୁ ମୁଁ କହିବି, ତୁମେ ତ ଇନଭଲ୍ଭ ଥିଲ ସେଇଥିରେ ସୌମ୍ୟ କେସ୍ରେ, ବାଲିଅନ୍ତା ଗ୍ରାମବାସୀକୁ ସହଯୋଗ କରିଥିଲ ସୌମ୍ୟକୁ ପିଟିବାର। ମାନଙ୍କୁ ଖାଲି ସସ୍ପେଣ୍ଡ କରିଦେଲେ ହବନି। କଣ ଚାଲିଛି ଓଡ଼ିଶାରେ? ପ୍ରଶାସନ ବି ଦାଉ ସାରୁଛନ୍ତି ସାଧାରଣ ଜନତା ଉପରେ। ହଁ ଆଜ୍ଞା, ଗୋଟେ ଜାଗାର କ'ଣ ମା ପୁଅକୁ ଘରେ ରଖିକି ଗୋଟେ ଆଇଆଇସି ମ୍ୟାଡ଼ାମ ପିଟିଥିଲେ ନିର୍ଦ୍ଧୁମ, ଏବଂ ତା ମାର ଶଙ୍କା ସିନ୍ଦୁରକୁ ପୋଛି ଦେଇଥିଲେ। ନିର୍ଦ୍ଦୋଷ ଥିବା ଜଣେ ବ୍ୟକ୍ତିକୁ ନେଇକି ଥାନାରେ ମାରିଥିଲେ ଗୋଟେ ରାତି ବାରଙ୍ଗରେ। ଏଇ ଯେଉଁ ପୂର୍ବ କେସ୍ କହିଲି ତାଳଚୁଆରେ, ପୁଣି ବର୍ତ୍ତମାନ ସୌମ୍ୟ କେସ୍ ଯାଇନି, ଇଏ ବାରଙ୍ଗର ଘଟଣା ପୋଲିସ ମାନଙ୍କର, ପୁଣି ତାଳଚୁଆର ଘଟଣା। ଏସବୁ କ'ଣ ଚାଲିଛି? କ'ଣ ଟିକେ ଦୟା ବିବେକ ନାହିଁ? କ'ଣ ସବୁ ଦୟା ବିବେକ ସବୁ ହରେଇଦେଲେ? ତୁମେ ଚାକିରି କରୁଛ ବୋଲି ଯାହା ପରେ ନୃଶଂସ ଭଳିଆ ତୁମ ପିଟି ଚାଲିବ? ତାକୁ ନ୍ୟାୟ ଦରକାର। ଯେଉଁମାନେ ଇନଭଲ୍ଭ ଥିଲେ, ଯେଉଁମାନେ ସାମିଲ ଥିଲେ, ସମସ୍ତଙ୍କୁ ଗିରଫ କରାଯାଉ, କଠୋର କଠୋର ଦଣ୍ଡ ଦିଆଯାଉ, ଫାଶୀ ଦଣ୍ଡ ଦିଆଯାଉ। ନା କ'ଣ କହୁଛନ୍ତି ଆଜ୍ଞା? ଏଇ ଭିଡ଼ିଓଟିକୁ ଟିକେ ଦେଖି ଦିଅନ୍ତୁ। ହଳଦିଆ ଗେଞ୍ଜି ଯେଉଁ ପିନ୍ଧିଛି, ଯେଉଁ ଲୋକଟି ହଳଦିଆ ଗେଞ୍ଜି ପିନ୍ଧିକି ସୌମ୍ୟର ସାଙ୍ଗ ଓମ୍ ପ୍ରକାଶକୁ ମାରିବାକୁ ଚେଷ୍ଟା କରୁଛି, ଏବଂ ଇଏ ହେଉଛି ବାନ୍ଧିକି ସୌମ୍ୟକୁ ପିଟିକି ହତ୍ୟା କରିଛି। ଇଏ ହେଉଛି ମେନ୍ ଲୋକ ଆଜ୍ଞା, ମାନେ ଅତି ଉଦ୍ଧତ ହେଉଥିଲା। କେନ୍ଦ୍ରାପଡ଼ାରେ ଶ୍ୱଶୁର ଘରେ ଲୁଚିଥିଲା। ବହୁତ ଦିନ ଆଗରୁ ପୋଲିସ ତାକୁ ଖୋଜୁଥିଲା। ଯେତେବେଳେ ତାଙ୍କ ଶ୍ୱଶୁର ଘରେ ପୋଲିସ ତନାଘଣା କରିକି ପହଞ୍ଚି ଗଲେ, ସେତେବେଳେ ଗୋଟେ ନାଳ ନର୍ଦ୍ଦମାରେ ତାକୁ ଗୋଡ଼େଇ ଗୋଡ଼େଇ ଧରିଥିବା ସମୟରେ ଦେଖି ଦିଅନ୍ତୁ କେମିତି ନାଳ ନର୍ଦ୍ଦମାରୁ ପଡ଼ିଥିଲା, ହାඹୁଡ଼େଇକି କେମିତି ଧରିଛନ୍ତି, ଗିରଫ କଲେ ପୋଲିସ। ବର୍ତ୍ତମାନ ତାକୁ ଗିରଫ କରି ସଫଳ ପାଇଛନ୍ତି। ଯଦି ତୋର ଏତେ ଭୟ ଥିଲା, କାହିଁକି ତାକୁ ନିରୀହ ଜୀବନଟାକୁ ପିଟି ହତ୍ୟା କରିଦେଉଥିଲ? ବର୍ତ୍ତମାନ ନାମ ନିଅ। ସେ ଶ୍ୱଶୁର ଘର ଲୋକଙ୍କୁ ମୁଁ କହିବି, ଏଇଭଳିଆ ଖୋନି ଆସାମୀକୁ କେମିତି ତୁମେ ପ୍ରଶ୍ରୟ ଦେଲ ନିଜ ଘରେ? କୁ କେମିତି ରଖିଲ? କ'ଣ ପାଇଁ ତ ରଖିତେ ଗଲ? ତାକୁ ନିହାତି ଥାନାରେ ତାକୁ ସରେଣ୍ଡର କରିଥାନ୍ତ। ଭୁଲ କରିଛୁ, ଦୋଷୀ, ତୁ ଯା ଥାନାରେ ରହ। କେତେବେଳେ ତୁମ ଯେଉଁ ଝିଅ ଦେଇଛ, ତାକୁ ବି କେତେବେଳେ ଏମିତି ପିଟି ହତ୍ୟା କରିଦେବ? ଜାଣନ୍ତ ନା, ବହୁତ ଫେସିଲିଟି ଦିଅନି। ଯଦି ହତ୍ୟା କରିଛି, ସୁଧାରିକି ଆସୁ ଥାନାରୁ। ଆଉ ଥରେ ଏ ଭିଡ଼ିଓଟି ଦେଖି ଦିଅନ୍ତୁ, କେମିତି ଓମ୍ ପ୍ରକାଶକୁ ମାରିବା ପାଇଁ ଚେଷ୍ଟା କରୁଛି ବାରମ୍ବାର, କେମିତି ଉଦ୍ଧତ ପଣିଆ ହେଉଛି। ଆଉ ତା ଆଗକୁ ଦେଖି ଦିଅନ୍ତୁ ସୌମ୍ୟ ଗଡ଼ିକି ସେଠି ପୁରା ଛୋଟ ଛୋଟ ହେଉଛି। ଦେଖି ଦିଅନ୍ତୁ ସେପଟେ କୋଣରେ ସୌମ୍ୟ ଗଡ଼ିକି ଛଟପଟ ହେଉଛି, କେହି ମୁଣ୍ଡେ ପାଣି ଦେଉନାହାନ୍ତି, କେହି ତାକୁ ଟେକୁନାହାନ୍ତି। ଆହୁରି ସେଇ ସମୟରେ ତାକୁ ପିଟି ହତ୍ୟା କରିଦେଲେ। ଏମିତି ନୃଶଂସ ତୁମେ ବାଲିଅନ୍ତା ଗ୍ରାମବାସୀ ମାନେ। ସେ ଝିଅ କେମିତି, ସେ ଝିଅ ଦେଖାହେଉଛି ନା ନାହିଁ? ସେ ଝିଅ କେମିତି ବର୍ତ୍ତମାନ ସେ ବଞ୍ଚିଛି? ବର୍ତ୍ତମାନ ସେ କେମିତି ଅଛି? ସୁଖ ଶାନ୍ତିରେ ଏସିରେ ରହୁଥିବ ବର୍ତ୍ତମାନ। ସମସ୍ତେ ତା ପାଇଁ ସମସ୍ତେ ଗାନି ମରେଇଲ, ବର୍ତ୍ତମାନ ଗିରଫ ହେଲ। ସେ ଝିଅ ବର୍ତ୍ତମାନ ଶାନ୍ତିରେ ଅଛି। ସେ ଗିରଫ ହେଲାନି କି ନାହିଁ?